ନା ପରସ୍ପରୀ ରୂପ ଧ୍ୟାନ ତନ୍ମୟ ଭାବରେ ମଗ୍ନ କେତେ ବେଳାନ୍ତରେ ନିଦ୍ରା ହେବାର ଜାଣି ତୁଣ୍ଡ ଗୋଳ ନିବର୍ତ୍ତାଇ ସୌମିତ୍ରୀ ମଣ୍ଡଳୀ ହୋଇ ଶଶିକି ପରିଧି ବିଧି ଶୟନ ପୁଣି ଅଧଜାମେ ଅଛି ଜାମିନୀ ଯୋଗମାୟା ଦୟା କଲେ ମାନସ ଘେନି। ଓ ଯୋଗମାୟା ଇଏ ଦୁହିଁଙ୍କର ମିଳନର ସେତୁ ଯେମିତି ଲଳିତା ତାଙ୍କର ଯୋଗ ସୂତ୍ରକାରିଣୀ, ସେମିତି ବୃନ୍ଦାବନରେ ବା ଗୋପପୁରରେ ଥିବା ଯୋଗମାୟା ସିଏ ହେଉଛନ୍ତି ପୌର୍ଣ୍ଣମାସୀ ବା ଯୋଗମାୟା, ଯାହାକୁ ଅଭିମନ୍ୟୁ ସାମନ୍ତ ସିଂହାର କହିଛନ୍ତି। ସିଏ ଦୟା କଲେ, ଭଗବାନ ପ୍ରଥମେ ଶ୍ରୀକୃଷ୍ଣଙ୍କୁ ଦୟା କଲେ। କ'ଣ କଲେ ନା ପରସ୍ପର ରୂପ ଧ୍ୟାନ କରୁଛନ୍ତି ଏବଂ ତନ୍ମୟ ଭାବରେ ମଗ୍ନ ତଲ୍ଲୀନ ହୋଇଯାଇଛନ୍ତି ପରସ୍ପରକୁ ପାଇବା ପାଇଁ।